ସାଙ୍ଗମାନେ ଆଜି ମୋର ବହୁତ କାମ ଅଛି, ସେଥିପାଇଁ ସକାଳୁ ସକାଳୁ ମୁଁ ଭିଡ଼ିଓ ବନାଉଛି। ଆଉ ଆପଣମାନେ ନିଶ୍ଚୟ ଭଲରେ ଥିବେ, ଆଉ ମୁଁ ବି ଭଲରେ ଅଛି। ଆଉ ସାଙ୍ଗମାନେ ଆମର ଦୋଳ ଠାକୁର ବାହାରିବେ ତ, ମାନେ ଆମର ରଘୁନାଥ ବାହାରିବେ। 10 ଦିନ ଏଇନା ଭୋଗ ଖାଇବେ, ତେଣୁ ଆମେ ଟିକେ ଭୋଗ ଅଧିକା କରିବାକୁ ପଡ଼ିବ। କାରଣ ଉଖୁଡ଼ା ଆଉ କଦଳୀ ଲଡ଼ୁ ଆଉ ଛଣାଛଣି ବି ନିମିକି କରଞ୍ଜି ଘି ପିଠା ଯିଏ ଯାହା ପାରିବ କରିବ। ସବୁଦିନ ଠାକୁର ମଠରୁ ବାହାରିଲା ମାନେ ଆମ ବେଦିରେ ଆଗେ ବସିବେ, ତାପରେ ଆମ ଗାଁରେ ଆଉ ଗୋଟେ ବେଦି ଅଛି ସେଠି ବସିବେ। ଏମିତି 2-3 ବେଦିରେ ବସି ସାରିଲା ପରେ ଠାକୁର ଯାଇ ବାହାରକୁ ଯିବେ। ଯେତେ ଥର ବାହାରିବେ ସେତେ ଥର ବସିବେ। ତେଣୁ ଆମକୁ ଟିକେ ଭୋଗ ଅଧିକା କରିବାକୁ ପଡ଼ିବ। ଆଉ ମୋତେ ବି ବର୍ତ୍ତମାନ ଖଇ ଭାଜିବାକୁ ପଡ଼ିବ, ପୁଣି ଉଖୁଡ଼ା କରିବାକୁ ପଡ଼ିବ। ଆଉ ଅନେକ କାମ ବି ଅଛି, ରୋଷେଇ ବି କରିବାକୁ ପଡ଼ିବ। ତେଣୁ ମୁଁ ସକାଳୁ ସକାଳୁ ଭିଡ଼ିଓ ବନେଇଲି। ଆଶା କରୁଛି ଆପଣମାନେ ନିଶ୍ଚୟ ଭଲରେ ଥିବେ ସାଙ୍ଗମାନେ। ଆଉ ଯଦି ଭିଡ଼ିଓ ଦେଖନ୍ତି, ଯଦି ଭଲ ଲାଗେ ଆପଣମାନଙ୍କୁ, ତାହେଲେ ମୋତେ ଛୋଟିଆ ଲାଇକ୍ ଟିକେ କରିଦେବେ। ଆଉ କମେଣ୍ଟରେ ଜଣାଇବେ ଭିଡ଼ିଓ ଭଲ ହେଉଛି କି ନାହିଁ। ଆଉ ଯଦି ଦୟା ଥାଏ ତାହେଲେ ସବସ୍କ୍ରାଇବ୍ କରିବାକୁ ଭୁଲିଯିବେନି ବନ୍ଧୁ। ଆଉ ଯିବା, ଆପଣମାନେ ମୋ ସହିତ ଥାଆନ୍ତୁ। ଯଦି ସମ୍ଭବ ହୁଏ ମୁଁ ନିଶ୍ଚିତ ଭିଡ଼ିଓ ବନେଇ ପଠାଇବି। ସାଙ୍ଗମାନେ ସକାଳୁ ଆଜି ମଠକୁ ଯାଇଥିଲି ଠାକୁରଙ୍କୁ ଗାଧେଇ ଦେବି ବୋଲିକି କ୍ଷୀର ନେଇକି। ଆଉ ନନା ଫୁଲ ଏବେ କାଢ଼ୁଛନ୍ତି। ଫୁଲ କାଢ଼ି ସାରିଲା ପରେ ଠାକୁରଙ୍କୁ ଗାଧେଇ ଦେବେ। ରଘୁନାଥଙ୍କ ମନ୍ଦିର, ଆଉ ନନା ଆମର ପୂଜା କରୁଛନ୍ତି। ସକାଳ ଧୂପ ହେବ, ତାପରେ ଗାଧୁଆ ବେଳକୁ ଖେଚୁଡ଼ି ହେଉ ନହେଲେ ଅରୁଆ ଭାତ ଡାଲମା ଯାହା ହେଉ ଅନ୍ନ ଭୋଗ ହେବ। ଆଉ ମୁଁ କଦଳୀ କ୍ଷୀର ନେଇକି ଯାଇଥିଲି ଭୋଗ କରିବେ, ଆଉ ଠାକୁରଙ୍କୁ ଗାଧେଇ ଦେବେ। ନନା ଏବେ ସଜାଡ଼ୁଛନ୍ତି, ସବୁ କାଢ଼ିକିରି ଠାକୁରଙ୍କୁ ଆପରେ ଗାଧେଇ ଦେବେ। ସାଙ୍ଗମାନେ ରଘୁନାଥ ଆମର ବାହାରିବେ, ଦୋଳ ଦଶମୀ ଆସିଗଲାଣି, ରଘୁନାଥ ବାହାରିବେ ଆମର। ଆଉ ତାଙ୍କର ଭୋଗ ଖିଆ ବହୁତ। ଠାକୁର ଏବେ ଗାଧେଇଲେ ସାଙ୍ଗମାନେ, ପହଡ଼ ପଡ଼ିଲା, ଭିତରେ ଠାକୁର ଗାଧେଇବେ। ଗାଧେଇ ସାରିଲା ପରେ ପୁଣି ମନ୍ଦିର କବାଟ ଖୋଲା ହେବ। ମୁଁ ଆପଣମାନଙ୍କୁ ଦେଖେଇଦେବି। ଆମ ଠାକୁର ତ ଦିଶୁନାହାନ୍ତି ଭଲ ଭାବରେ, ତେଣୁ ପୂଜା କଲାବେଳେ ଟିକେ ଦେଖିବେ। ଆଉ ଠାକୁର ଏବେ ଗାଧେଇ ସାରିଲେଣି ସାଙ୍ଗମାନେ। ନନା ଫୁଲ ଦେଉଛନ୍ତି ଠାକୁରଙ୍କୁ, ସଜାଉଛନ୍ତି। ନନା ସଜେଇ ସାରିଲା ପରେ ଭୋଗ କରିବେ। ରଘୁନାଥ ଆମର ପ୍ରକୃତରେ ରାମ ତ, ଆଉ ତାଙ୍କର ଟିକେ ମହିମା ଅଛି, ମାନନ୍ତି ସମସ୍ତେ। ହଁ ସାଙ୍ଗମାନେ, ଠାକୁରଙ୍କୁ ଆମେ ତ ମାନିକି ଚଳୁଛୁ, କାରଣ ଆମର ପ୍ରତ୍ୟେକ ଦୁଃଖ ସୁଖରେ ଆମର ଠାକୁରଙ୍କୁ ବିଶ୍ୱାସ ଅଛି। ଆମ ଭାଗ୍ୟରେ ଯାହା ଅଛି ତ ନିଶ୍ଚିତ ଭୋଗିବ, ତାକୁ କେହି ଆନ କରିପାରିବେନି। ତଥାପି ବିଶ୍ୱାସ ଅଛି ଠାକୁରଙ୍କ ପାଖରେ, କାଳେ ଦୟା କରିବେ। ଏବେ ନନା ଫୁଲ ସଜାଡ଼ୁଛନ୍ତି, ଠାକୁରଙ୍କୁ ଦେଉଛନ୍ତି। ସବୁ ଗାଁରେ ସବୁ ଫୁଲ ତୋଳିକି ଆଣି ରଖିଥାନ୍ତି, ନନା ଦିଅନ୍ତି। ପୂଜା ସମୟ ଆସିଲା, ଆଳତି କରୁଛନ୍ତି ନନା।